ଆଜ୍ଞା ନମସ୍କାର, ମୋ ନାଁ ହେଲା ତୃପ୍ତି ରଞ୍ଜନ ବେହେରା। ମୁଁ ଜଣେ ନିଆଳି ମାଟିର ଚଷା। ଭାଇ ସମସ୍ତେ ଏବେ କହୁଛନ୍ତି ସୋସିଆଲ ମିଡିଆରେ ତୃପ୍ତି ଭାଇ କୁଆଡେ ମିଶିଗଲେ। କଣ ଆର ରହିଛି, ସତରେ ମିଶିଗଲେ? ଆପଣମାନେ ଜାଣିଥିବେ ତୃପ୍ତି ରଞ୍ଜନ ବେହେରା ଚଷା ପୁଅ କାହା ପାଖରେ ବିକ୍ରି ହୁଏ ନାହିଁ, କାହା ପାଖରେ ମିଶି ଯାଏନି। ଆଉ ଯେଉଁଦିନ ମିଶେ ଅଞ୍ଚଳବାସୀର ଲୋକ ସମସ୍ତେ ଜାଣିକି କେଉଁଥିରେ ମିଶନ୍ତି। ଆପଣମାନେ ଜାଣିଥିବେ 2019 ମସିହାରୁ 2024 ମସିହା ପର୍ଯ୍ୟନ୍ତ ସ୍ୱାଧୀନ ବିଧାୟକ ପ୍ରାର୍ଥୀ ଭାବେ ମଧ୍ୟ ଲଢ଼ିଥିଲି। ଯେଉଁ ନିଆଳିର ଜନସାଧାରଣଙ୍କର କୋଶ୍ଚିନ୍ ଥିଲା, ସେତେବେଳେ ସେଇ ସମୟରେ ଯେତେବେଳେ ଏଇ ବିଜେପି ବାଲା ମୋତେ କହୁଥିଲେ ଯେ ପ୍ରମୋଦ ବାବୁ ସହିତ ବିକ୍ରି ହେଇଗଲେ 19 ମସିହାରେ, ଯେତେବେଳେ ବିଜେପିର ବିଧାୟକ ପ୍ରାର୍ଥୀ ଛବି ବାବୁ ଯେତେବେଳେ ହାରିଯାଇଥିଲେ। 24 ମସିହାରେ କ'ଣ କହିଲେ? ମୁଁ କହିଲି ଯେତେବେଳେ ମୁଁ ସ୍ୱାଧୀନରେ ଠିଆ ହେଉଛି, ଏଇ ଆମର ନିଆଳି ଅଞ୍ଚଳର ଜନସାଧାରଣ କଥାକୁ ନେଇ ତାଙ୍କ ଆଶୀର୍ବାଦ ନେଇକି ମୁଁ ଠିଆ ହେଇଥିଲି ଯେ 2019 ମସିହାରେ ଯେତେବେଳେ ମୋତେ କହୁଥିଲା ମୁଁ ବିକ୍ରି ହେଇଯାଇଛି ପ୍ରମୋଦ ବାବୁଙ୍କ ସାଥିରେ, 2024ରେ ମୁଁ ସ୍ୱାଧୀନରେ ଠିଆ ହେଉଛି, ମୋତେ ଜନମତ ଦିଅନ୍ତୁ, ମୋତେ ବିଧାୟକ ପ୍ରାର୍ଥୀ ଭାବେ ଥରେ ସୁଯୋଗ ଦିଅନ୍ତୁ। କାହିଁ ନିଆଳି ମାଟିରେ ତ କାହାର ଦେଖାଗଲା ନାହିଁ। ତାହେଲେ ମୁଁ କାହା ପାଖରେ ବିକ୍ରି ହେଲି? ମୁଁ ବିକ୍ରି ହେଲି ନା ଏ କୁଜି ନେତା କିଛି ବିକ୍ରି ହେଲେ? ଯେଉଁମାନେ ପ୍ରମୋଦ ବାବୁଙ୍କ ସାଥିରେ ରହି ଏ ନିଆଳି ନିର୍ବାଚନ ମଣ୍ଡଳୀଟାକୁ ଲୁଟିଥିଲେ ସେଇମାନେ ହିଁ ବିକ୍ରି ହୁଅନ୍ତି। କିନ୍ତୁ ଚଷା ପୁଅ କାହା ପାଖରେ ବିକ୍ରି ହୁଏ ନାହିଁ। ଚଷା ପୁଅକୁ କିଣିବା କାହାର ସାହସ ବି ନାହିଁ। ଏତିକି ମନେ ରଖିଥାନ୍ତୁ ଏ ନିଆଳି ଅଞ୍ଚଳରେ ଯେଉଁ କୁଜି ନେତା ଅଛନ୍ତି। ଆଚ୍ଛା, କେମିତି ରହିଥିଲା ଯେତେବେଳେ ଆସିଥିଲେ ଛବି ମଲ୍ଲିକ ନିଜେ ଆସିକି ଆପଣଙ୍କୁ ସହଯୋଗ କରିଥିଲେ? ମୁଁ ତ ଧନ୍ୟବାଦ ଦେବି, ଏବେ ବି କହୁଛି ଛବି ବାବୁଙ୍କୁ ଧନ୍ୟବାଦ ଦେବି। କାହିଁକି? ଏଥିପାଇଁ ମୋ ଜୀବନରେ ମୁଁ ଅନେକ ଧାରଣା ବହୁତ ଜିନିଷ ଦେଇଛି ଲୋକଙ୍କ ସମସ୍ୟା ନେଇକି। ଏ ସଂଘର୍ଷ ସବୁବେଳେ ମୋ ଜୀବନରେ ରହିଛି। ଆପଣମାନେ ଜାଣିଥିବେ ଯେତେବେଳେ ବିଷାକ୍ତ ଇଞ୍ଜେକ୍ସନଟେ ମିଳୁନଥିଲା, ଏଇ ଚଷା ପୁଅ ତୃପ୍ତି ରଞ୍ଜନ ବେହେରା ନିଆଳି ଅଡ଼ଶପୁର ମଇଦରପଡ଼ା ମେଡ଼ିକାଲରେ ଗୋଟେ ବିଷାକ୍ତ ଇଞ୍ଜେକ୍ସନ ମିଳୁନଥିଲା, ଯାହାକି 450 ଟଙ୍କା ନ ଦେଇକି ହିତାଧିକାରୀ କିଣୁଥିଲେ। ସେହି ସମୟରେ ଏଇ ଚଷା ପୁଅ ମେଡ଼ିକାଲ ଆଗରେ ଡିସେମ୍ବର 24 ତାରିଖରୁ ଡିସେମ୍ବର 29 ତାରିଖ ଯାଏଁ ମଧ୍ୟ ବସିଥିଲି 2019 ମସିହା। ସେତେବେଳେ ବିଜେଡ଼ିର ବନ୍ଧୁମାନେ କୁଆଡ଼େ ଯାଇଥିଲେ? ପ୍ରମୋଦ ବାବୁ ସେତେବେଳେ ବିଧାୟକ ଥିଲେ, କାହିଁ ମୋ ପାଖକୁ ତ ଦିନେ ବି ଆସିନଥିଲେ। ତାଙ୍କ ଜିଲ୍ଲା ପରିଷଦ ହୁଅନ୍ତୁ, ତାଙ୍କ ସ୍ଥାନୀୟ ସରପଞ୍ଚମାନେ ହୁଅନ୍ତୁ, କେହି ଆସିନଥିଲେ। ମୁଁ ଏଥିପାଇଁ ଧନ୍ୟବାଦ ଦେବି ଯେ ମାନ୍ୟବର ବିଧାୟକ ଛବି ମଲ୍ଲିକ ନିଆଳିକି, ଯାହା ହେଉ ସିଏ ମୁଁ ତାଙ୍କୁ ବହୁତ ମଧ୍ୟ ଯେତେବେଳେ ସେ ଦୋଷ କରିଦିଅନ୍ତି ମୁଁ ତାଙ୍କୁ ସବୁବେଳେ ବି ଠିକ୍ ସଂଶୋଧନ କରିବା ପାଇଁ ମୁଁ ସବୁବେଳେ ଲେଖେ 2 ପଦ। କିନ୍ତୁ ଯାହା ସେ ବୁଝିପାରିଲେ ଯେ ନାଇଁ ଠିକ୍ ମୋତେ ତୃପ୍ତି ଚଷା ପୁଅଟା ଠିକ୍ ମୋତେ ଭୁଲଟା ଯେଉଁଠି ସେ ମୋତେ ବାରିଛି, ତେଣୁକରି ମୋ ଧାରଣାସ୍ଥଳରେ ଆସି ପହଞ୍ଚିଥିଲେ। ଯେଉଁ ଦାବି ଥିଲା 5ଟି ଦାବି ଥିଲା, ସେ 5ଟି ଦାବିକୁ ସାଙ୍ଗେ ସାଙ୍ଗେ ପ୍ରଶାସନକୁ ଫୋନ୍ କରି ଜଣାଇଲେ ଯେମିତି ଯାହା ହେଉଛି ୟାକୁ ତୁରନ୍ତ କରାଯାଉ। ମଧ୍ୟ ସାଙ୍ଗେ ସାଙ୍ଗେ କଲେକ୍ଟରକୁ ମଧ୍ୟ ଫୋନ୍ କରି କହିଲେ ଭତ୍ତା ବିଷୟରେ ନେଇକି ଯେଉଁମାନଙ୍କର 80 ବର୍ଷରୁ ଉର୍ଦ୍ଧ୍ୱ ଭତ୍ତା ରହିଯାଇଛି, ଯେଉଁମାନଙ୍କର ଆକାଉଣ୍ଟକୁ 4 ମାସ ଆଣି ପଇସା ଯାଇନାହିଁ, ଯାହାର ବ୍ୟାଙ୍କର KYC ଆଉ NPCI ଅପଡେଟ୍ ଅଛି, ବିଧାୟକ ମାଗୁଥିଲେ ବି ଦିଅନ୍ତୁ ଭତ୍ତା। ଆମେ କଲେକ୍ଟରଙ୍କୁ କହିକି ଯେଉଁଟା ଏମର୍ଜେନ୍ସି ଗୁଡ଼ାକ ଅଛି ଆମେ ତାଙ୍କୁ କରେଇ ଦେବା। କିନ୍ତୁ ସ୍ଥାନୀୟ ଲୋକ କୁଆଡ଼େ ଯାଇଥିଲେ? କାହିଁକି ନେଇକି ଯାଇପାରିଲେ ନାହିଁ? ବିଧାୟକ ତ ପହଞ୍ଚିଥିଲେ, ପ୍ରଶାସନ ତ ଆମ ପାଖରେ ପହଞ୍ଚିଥିଲେ। ତେଣୁକରି ଯେଉଁମାନେ, ମୁଁ ବଡ଼ କରି କହୁନାହିଁ କି ମୁଁ ଗର୍ବ କରି କହୁନାହିଁ, ଏଇ ବିଗତ ଦିନରେ କିଛି ଦିନ ତଳର କଥା କହୁଛି, ବିଜେଡ଼ି ବିଜେପି ମେଣ୍ଟରେ ଆନ୍ଦୋଳନ କରିଥିଲେ କଣ୍ଟାପଡ଼ା ବ୍ଲକ ସମ୍ମୁଖରେ। ଆମେ ମଧ୍ୟ ତାଙ୍କୁ ସହଯୋଗ କରିଥିଲୁ। ଯେତେବେଳେ ମୁଁ ସ୍ୱାଧୀନ ବିଧାୟକ ପ୍ରାର୍ଥୀ ଭାବେ ଲଢ଼ୁଥିଲି, ମୁଁ ତାଙ୍କୁ ଯାଇ ମଧ୍ୟ ସହଯୋଗ କରିଥିଲି। ତାଙ୍କ ପାଇଁ ମଧ୍ୟ ଆମେ ସ୍ୱର ଉତ୍ତୋଳନ କରିଥିଲୁ। କିନ୍ତୁ ତାଙ୍କ ପାଖକୁ ପ୍ରଶାସନ କାହିଁକି ଆସିଲା ନାହିଁ? ମାନ୍ୟବର ବିଧାୟକ କାହିଁକି ଆସିଲେ ନାହିଁ? ମୁଁ ଭାବୁଛି ବୋଧେ ତାଙ୍କର ତ୍ରୁଟି ଥିଲା। କାରଣ ତାଙ୍କର ସେତିକି ତ୍ରୁଟି ନଥିଲେ ସେ କାହିଁକି ଆସିଲେ ନାହିଁ? ଯଦି ସେ 13 ଦିନ ବସିକି ତାଙ୍କ ପାଖକୁ ଆସିପାରିଲେ ନାହିଁ, ମୋ ପାଖରେ 2 ଘଣ୍ଟା ହେଇନାହିଁ, କିନ୍ତୁ ମୋ ପାଖକୁ ବିଧାୟକ ହୁଅନ୍ତୁ, ପ୍ରଶାସନ ହୁଅନ୍ତୁ, ନିଆଳିର ଜନସାଧାରଣ ଆସି ପହଞ୍ଚିଲେ ଯେ ନାଇଁ ତୃପ୍ତି ଠିକ୍ କହିଛି, ଠିକ୍ ଭଲ ଜିନିଷଟା ନିଆଳିବାସୀଙ୍କ ପାଇଁ ଉପସ୍ଥାପନ କରିଛି। ମୁଁ ତ ଖାଲି କଣ୍ଟାପଡ଼ା ବ୍ଲକ ପାଇଁ କରିନଥିଲି, ମୁଁ ବା ନିଆଳି ନିର୍ବାଚନ ମଣ୍ଡଳୀ କରିଥିଲି। ସେତିକି ତାଙ୍କର ସାହସ ଥିଲା, ସେ ମୋ ପାଖରେ ଆସି ପହଞ୍ଚିଲେ, ମୋ ହାତ ଧରିକି ଉଠେଇକି ନେଲେ। ନାଇଁ ତୃପ୍ତି ଭାଇ ଯାହା ବି ହେଇଛି ଆମେ ତାକୁ ମିଶିକି ସମାଧାନ କରିବା। କହିଲେ ଯେଉଁଠି ଯେଉଁ ଜିନିଷ ହେଇଛି ମୋତେ ଜଣାନ୍ତୁ, ମୁଁ ସାଙ୍ଗେ ସାଙ୍ଗେ ଜିନିଷ ଫଇସାଲ କରିବି ବୋଲି ଏକଥା ବି କହିଛନ୍ତି। ଆପଣମାନେ ଜାଣିଥିବେ ଆଉ ଗୋଟେ ବି କଥା କହି ରଖିବାକୁ ଚାହୁଁଛି ବିଜେଡ଼ି ବାଲା କୁହନ୍ତୁ, ଯେଉଁମାନେ କହୁଛନ୍ତି ମୁଁ ବିଜେପିରେ ମିଶିଗଲି, ଯଦି ମୋ ବକ୍ତବ୍ୟଟା ଯେଉଁଟା ତାଙ୍କୁ କହିଛି, ମୁଁ ଯାହାକୁ ବିଧାୟକ ଯାହାକୁ ସେ ଗ୍ରହଣ କରିନେଇଛନ୍ତି ଛବି ମଲ୍ଲିକ, ଯେଉଁ ଜିନିଷଟା ମୁଁ ପଦିଏ କଥା କହିଛି, ତୃପ୍ତି ରଞ୍ଜନ ବେହେରା ଚଷା ପୁଅ ଯାହାକୁ ସମ୍ମାନ ଦେଇ ଶିଖିଛି, ସମ୍ମାନ ଛଡ଼େଇବା ବି ଶିଖିଛି, ସମ୍ମାନ ନେଇ ବି ଶିଖିଛି। ଯାହା ଗୋଡ଼ ଧରିକି ଅଳତାରେ ପାଦ ଲଗେଇବା ଶିଖିଛି, ତା ଗୋଡ଼ ପାଦରୁ ଅଳତା ପୋଛିବା ମଧ୍ୟ ଶିଖିଛି। ଏତିକ ଟିକେ ଆଗ ସେ ଶିଖନ୍ତୁ ଯେ ତୃପ୍ତି ରଞ୍ଜନ ବେହେରା କ'ଣ କହିଛି। ଯେଉଁମାନେ କହୁଛନ୍ତି ମିଶିବା ପୂର୍ବରୁ ସେମାନେ ଚିନ୍ତା କରିବାର ଥିଲା ମୁଁ ମିଶିଛି ନା ତମେ ମିଶିଛ, ମୋତେ କାହିଁକି ତାହେଲେ ଭୋଟ୍ ତମେ ଦେଇପାରିଲ ନାହିଁ? ଯଦି କହୁଥିଲ ଯେ ପ୍ରମୋଦ ବାବୁ ଖରାପ ସେତେବେଳେ, ତାକୁ ଛବି ବାବୁ ଖରାପ, ଛବି ବାବୁ ମଧ୍ୟ 2 ଥର ପରାଜିତ ହୋଇଛନ୍ତି। ତାହେଲେ ମୁଁ ଯେତେବେଳେ ସ୍ୱାଧୀନରେ ଠିଆ ହେଲି, ଏଇ ଯେଉଁ କୁଜି ନେତା ଆଜି ମୋତେ କହୁଛନ୍ତି ଯେ ମୁଁ ମିଶିଗଲି ଛବି ବାବୁଙ୍କ ସହିତ, ତାହେଲେ ମୋତେ କାହିଁକି ଭୋଟ୍ ଦେଲ ନାହିଁ? ଜନମତ କାହିଁକି ଦେଲେ ନାହିଁ? ତାହେଲେ ମୁଁ ତ କହୁଛି ମୋତେ ନିଆଳିବାସୀ ଯେତିକି ଜନମତ ଦେଇଛନ୍ତି ମୁଁ ସେଥିରେ ଖୁସି ଅଛି, ମୋତେ ଗର୍ବ କରୁଛି।
ଯାହା ମୋତେ ନିଆଳି ବାଟି ମୋତେ ଯେତେ ଜଣ ଠିଆ ହେଇଥିଲେ ତାଙ୍କଠୁ ଅଧିକା ମାର୍କ ଦେଇଛନ୍ତି। ମୁଁ ତ ଦଳ ବଦଳ ବିକ୍ରି କରିନାହିଁ। ଆଉ ଗୋଟେ କଥା କହି ରଖିବାକୁ ଚାହେଁ, ଯେଉଁମାନେ ଦଳରୁ ଆଜି ଏ ଦଳ କାଲି ସେ ଦଳ ବର୍ଷକରେ ସାଇବରିଆ ଚଢ଼େଇ ଭଳିଆ ପରିବର୍ତ୍ତନ କରୁଛନ୍ତି, ସିଏ ଯେଉଁ ଲୋକଙ୍କ ସମସ୍ୟା ବୁଝିବେ ଆପଣମାନେ ଚିନ୍ତା କରିବେ, ନିଆଳିବାସୀ ଚିନ୍ତା କରିବେ। ଗୋଟେ ନେତା ହେବା ପୂର୍ବରୁ ତାଙ୍କର ନିଜର ଧୈର୍ଯ୍ୟ, ନିଜର ମନୋବଳ, ନିଜର ଦୃଢ଼ ରହିବା ଦରକାର। ତାଙ୍କର ତ ନାହିଁ ଆଜି ବିଜେପି, କାଲି କଂଗ୍ରେସ, କାଲି ବିଜେଡ଼ି, ପୁଣି ବିଜେଡ଼ିରୁ ଆସିକି ବିଜେପି, ପୁଣି ବିଜେପି ଛାଡ଼ିକି ଆଜି ବିଜେଡ଼ିରେ। ତେଣୁକରି ମୁଁ କେବେ ବି ରାଜନୈତିକ ଭାଷାରେ ମୁଁ ପ୍ରମୋଦ ମଲ୍ଲିକଙ୍କୁ ବହୁତ ବିରୋଧ କରିଛି, ଛବି ମଲ୍ଲିକ ମଧ୍ୟ ଏବେ ବିରୋଧ କରିଛି। କିନ୍ତୁ ମୋ ଭାଷା ରାଜନୈତିକ ଭାଷାରେ କଟାକଟି ହେଉଥିଲି। ମୁଁ କାହା ଭଳିଆ କହିନଥିଲି ପ୍ରମୋଦ ମଲ୍ଲିକଙ୍କୁ ତା ବାପା ମୂର୍ଖଟାଏ, ତାଙ୍କ ବାପା କୁଣ୍ଡା ଦେଇକି ପାଠ ପଢ଼ାଇଥିଲା, ମୁଁ ଏ ବିଷୟରେ କହିନଥିଲି। ଆଜି ଯେଉଁମାନେ ପ୍ରମୋଦ ବାବୁଙ୍କ ସାଥିରେ ଅଛନ୍ତି, କିନ୍ତୁ ସେଇ ୱାର୍ଡ଼ଟା ସେ ପ୍ରମୋଦ ବାବୁଙ୍କୁ କହିଥିଲେ। କିନ୍ତୁ ପ୍ରମୋଦ ବାବୁ ଚିନ୍ତା କରିପାରୁନାହାନ୍ତି, ଜାଣିପାରୁନାହାନ୍ତି ଏଠି ଗୋଟିଏ ଲୋକ ପାଇଁ ଆଜି ଏଠି ପ୍ରମୋଦ ବାବୁ ହାରିଛନ୍ତି। ଆମ କଣ୍ଟାପଡ଼ା ବ୍ଲକ ଗୋଟିଏ ଲୋକ ପାଇଁ ଏଠି ମାନେ ପ୍ରମୋଦ ବାବୁ ହାରିଛନ୍ତି। ଯଦି ଆଜି ପ୍ରମୋଦ ବାବୁଙ୍କର ହାରିବାର ପରାଜୟର କିଏ ମାନେ କରିଥାଏ, ଗୋଟିଏ ଲୋକ, ଆମ ତା ନାଁ ନେବି ନାହିଁ, ତା ବ୍ୟକ୍ତିବିଶେଷର ନାଁ ନେବି ନାହିଁ, କିନ୍ତୁ ସେଇ ଲୋକଟି ହିଁ ଆଜି ପଞ୍ଚାୟତ କଣ୍ଟାପଡ଼ା ବ୍ଲକ ଠାରୁ ଆରମ୍ଭ କରି ସବୁ ନଷ୍ଟ କରିଦେଇଛନ୍ତି। ପ୍ରମୋଦ ବାବୁ ବୁଝିବା ଦରକାର। ପ୍ରମୋଦ ବାବୁ କିଛି ବୁଝୁନାହାନ୍ତି, ସେ ଯାହା କହୁଛନ୍ତି ସେଥିରେ ହଁ ମାରି ଦିଅନ୍ତି। କିନ୍ତୁ ଚଷା ପୁଅ ହଁ ମାରିପାରିବନି, ଚଷା ପୁଅ ମିଛ କହିପାରିବନି। ଚଷା ପୁଅ ଗୋଟିଏ କଥା, ନିଆଳି ମାଟି ପାଇଁ ସବୁବେଳେ ଶେଷ ନିଶ୍ୱାସ ଥିବା ପର୍ଯ୍ୟନ୍ତ ଲଢ଼ିବ, ଲଢ଼ି ଆସିଛି, ଯେପର୍ଯ୍ୟନ୍ତ ମୋର ଶେଷ ନିଶ୍ୱାସ ଅଛି।